ରାଉରକେଲା ବିଧାନସଭା ଆସନରେ ଏଥର କାହାର ହେବ ପୁଣି ବିଜେଡ଼ିର ସମର୍ଥନ ମିଳିବ ନା ବାଜି ମାରିବ ବିଜେପି ନା କଂଗ୍ରେସ? ନିର୍ବାଚନ ସମୟରେ ଯେତିକି ପାଖେ ଆସୁଛି ଓଡ଼ିଶାର ରାଜନୀତି ପାଣିପାଗ ସେତିକି ସରଗରମ ହେବାକୁ ଲାଗିଛି। ଚାରିଆଡ଼େ ଏବେ ଜୋରଦାର ପ୍ରଚାର ଚାଲିଛି। ଏହାରି ଭିତରେ ରାଉରକେଲା ବିଧାନସଭା ଆସନକୁ ନେଇ ଚର୍ଚ୍ଚା। ଚଳିତ ଥର ରାଉରକେଲା ଆସନରୁ କିଏ ହେବ ବିଧାୟକ ତା ଉପରେ ରହିଛି ସାରା ରାଜ୍ୟର ନଜର। ରାଉରକେଲା ଓଡ଼ିଶାର ଦ୍ୱିତୀୟ ସ୍ମାର୍ଟ ସିଟି, ଏହା ଇସ୍ପାତ ନଗରୀ ଭାବେ ମଧ୍ୟ ଜଣାଶୁଣା। ସୁନ୍ଦରଗଡ଼ ଜିଲ୍ଲାର ଏହି ପ୍ରମୁଖ ବିଧାନସଭା ଆସନରୁ ବିଜେଡ଼ିର ପ୍ରାର୍ଥୀ ହୋଇଛି ଶାରଦା ପ୍ରସାଦ ନାୟକ। ସେହିପରି ବିଜେପି ପ୍ରାର୍ଥୀ ହୋଇଛନ୍ତି ଭେଟରାନ ଦିଲ୍ଲୀପ ରାୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ବୀରେନ୍ଦ୍ରନାଥ ପଟ୍ଟନାୟକଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି କଂଗ୍ରେସ। ଏହି ତିନି ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡ଼ି ଓ ବିଜେପି ଭିତରେ ପ୍ରମୁଖ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ କିଏ କେତେ ଭୋଟ ବ୍ୟବଧାନରେ ରାଉରକେଲାରେ ବିଜୟ ମୁକୁଟ ପିନ୍ଧିବ ତାହା ଦେଖିବାର କଥା। କ'ଣ କହୁଛି ରାଉରକେଲାର ପରିସଂଖ୍ୟାନ? ରାଉରକେଲା ସହର ସହିତ କଳୁଙ୍ଗା, ଶିଳ୍ପାଚଳ ଏବଂ ବିଶ୍ରା ବ୍ଲକର 2ଟି ଗ୍ରାମ ପଞ୍ଚାୟତକୁ ନେଇ ରାଉରକେଲା ବିଧାନସଭା ଗଠିତ। ଏଠାରେ ଶିକ୍ଷିତ ଏବଂ ସଚେତନ ଭୋଟରଙ୍କ ସଂଖ୍ୟା ଅଧିକ ବୋଲି କୁହାଯାଇପାରେ। ତେଣୁ ଏଠାକାର ଭୋଟର ନିର୍ବାଚନ ବେଳେ ଦଳ ଅପେକ୍ଷା ବ୍ୟକ୍ତିତ୍ୱକୁ ଦେଖି ଭୋଟର ଦେଇଥାନ୍ତି। ଏହାର ପ୍ରମାଣ 1967ରୁ 2019 ପର୍ଯ୍ୟନ୍ତ ହୋଇଥିବା ନିର୍ବାଚନ ଫଳାଫଳକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି। ପୁଣି ଶାରଦା ଦିଲ୍ଲୀପ ଲଢ଼େଇ। ଦିଲ୍ଲୀପ ରାୟ ରାଉରକେଲାର ଜଣେ ଜଣାଶୁଣା ନେତା। ବିଜୁ ପଟ୍ଟନାୟକଙ୍କ ସମୟରୁ ରାଜ୍ୟ ରାଜନୀତି ତାଙ୍କର ଭଲ ପ୍ରଭାବ ରହିଛି। ପୂର୍ବରୁ ସେ କେନ୍ଦ୍ରମନ୍ତ୍ରୀ ରହିବା ସହିତ ରାଉରକେଲାରୁ 3 ଥର ବିଧାୟକ ହୋଇଛନ୍ତି। ଏପରିକି ବିଜୁ ଜନତା ଦଳ ଗଠନ ବେଳେ ପ୍ରମୁଖ ଭୂମିକା ନେଇଥିଲେ ଦିଲ୍ଲୀପ ରାୟ। ହେଲେ 2000 ମସିହାରେ ଦିଲ୍ଲୀପଙ୍କୁ ବିଜେଡ଼ିରୁ ନିଲମ୍ବିତ ହେବା ପରେ ରାଉରକେଲା ରାଜନୀତିର ପଟ ପରିବର୍ତ୍ତନ ହୋଇଥିଲା। ଦିଲ୍ଲୀପଙ୍କ ପରେ ରାଉରକେଲା ରାଜନୀତିରେ ଶାରଦାଙ୍କ ଭାଗ୍ୟ ଉଦୟ ହୋଇଥିଲା। ବିଜେଡ଼ିରୁ ନିଲମ୍ବିତ ହେବା ପରେ ରାଉରକେଲା ରାଜନୀତିଠାରୁ ବହୁ ଦୂରରେ ରହିଥିଲେ ଦିଲ୍ଲୀପ ରାୟ। ଦିଲ୍ଲୀପଙ୍କ ପରେ ରାଉରକେଲା ରାଜନୀତିରେ ଶାରଦାଙ୍କ ଭାଗ୍ୟ ଉଦୟ ହୋଇଥିଲା। କିନ୍ତୁ 2014 ନିର୍ବାଚନରେ ସେ ବିଜେପି ଟିକେଟ୍ ନେଇ ପୁଣି ରାଉରକେଲାକୁ ଫେରିଥିଲେ। ସଂଗଠନ ସଜାଡ଼ି ବିଜେଡ଼ି ପ୍ରାର୍ଥୀ ଶାରଦା ନାୟକଙ୍କୁ ଲଢ଼େଇ କରିଥିଲେ। ଦୁଇ ପ୍ରାର୍ଥୀଙ୍କ ଭିତରେ କଡ଼ା ଟକ୍କର ହୋଇଥିଲେ। ଶେଷରେ ଦିଲ୍ଲୀପ ରାୟ 11,000 ଭୋଟ ବ୍ୟବଧାନରେ ବିଜୟ ହୋଇଥିଲେ। 2019ରୁ 2024 5 ବର୍ଷର ବ୍ୟବଧାନ ପରେ ପୁଣି ସକ୍ରିୟ ରାଜନୀତିକୁ ଓହ୍ଲାଇଛନ୍ତି ଦିଲ୍ଲୀପ ରାୟ। ତାଙ୍କ ଉପରେ ବିଜେପି ନେତୃତ୍ୱ ଭରସା କରିଥିବା ବେଳେ ଏଥର ରାଉରକେଲାରେ ଲଢ଼େଇ ଜୋରଦାର ହେବ ବୋଲି କୁହାଯାଇଛି। ରାଉରକେଲା ଆସନରେ ଏଥର ପୁଣି ପ୍ରାର୍ଥୀ ବଦଳାଇଛି କଂଗ୍ରେସ। 2019ରେ ବୀରେନ ସେନାପତିଙ୍କୁ ଏହି ଆସନରୁ ପ୍ରାର୍ଥୀ ହୋଇଥିଲେ। ମାତ୍ର 13,000ରୁ ଅଧିକ ଭୋଟ ମିଳିନଥିଲା। ହେଲେ ଏଥର ବୀରେନ୍ଦ୍ରନାଥ ପଟ୍ଟନାୟକ ଦଳ ପ୍ରାର୍ଥୀ କରିଛି। ଗତ କିଛି ମାସ ତଳେ ରାହୁଲ ଗାନ୍ଧୀଙ୍କ ଭାରତ ଜୋଡୋ ଯାତ୍ରାର ସୁନ୍ଦରଗଡ଼ ଜିଲ୍ଲାରେ ଛୁଇଁଥିଲା। ତେଣୁ ଏଠାରେ ପ୍ରଭାବ ପଡ଼ିବ ବୋଲି ଚଳିତ ନିର୍ବାଚନ ବୋଲି କୁହାଯାଇପାରେ।